नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपात्तमहं वन्दे परमानंद माधवम। दर्शक बंधु आपण मानंकु मोर कोटि कोटि प्रणाम। एबे वैशाख मास स्टार्ट हो जाइछि, तेणु आमे माने पढ़िबा वैशाख महात्म्य। चलंतु एही पुण्य वैशाख महात्म्य शुणी आमे माने आम जीवन को धन्य करिबा एवं एथुरु बहुत किछि कथा शिखिबा जानिबा। तेणु चलंतु आरंभ करिबा वैशाख महात्म्य प्रथम अध्याय। हाँ, जदि चैनल रे नुआ अछंती ताहाले चैनल टी को सब्सक्राइब करदेबे एवं बेल आइकन टी को प्रेस करदेबे, काहेकि ना मु जेकोसी वीडियो अपलोड करी ताहा आपण मानक पाखकु बहुत जल्दी नोटिफिकेशन पहुँची जिवो। चलंतु आरंभ करिबा। नमस्ते देवलक्ष्मीपति जानामे खंडीव दुर्गति। नम गणेश दुर्गासुत पाश अंकुशवेणी हस्त। सुदया कर गजानन करिबी ए ग्रंथ रचना। नमस्ते मात वाक्य देवी दुर्गा कालिका भैरवी। मठारे अनुग्रह कर सदय हुआ ब्रह्माहर। सकल पुण्य कर जस ए ग्रंथे करिबी प्रकाश। जय नीलाद्रि चूड़ामणि शंखर थांग कंबु पाणी। जय श्री जगन्नाथ देव जानाम भव सिंधु नाव। सुभद्रा बलभद्र संगे सुदर्शन घेनी रंगे। विजय रत्न सिंहासने उपमा नाही त्रिभुवने। 12 मासरे 13 जात करंती श्रीक्षेत्र रे नित्य। 3 भुवने जेते जन आसीन करंती दर्शन। देवंकु घेनी वेदवर नित्य पूजंती श्रीपयर। से प्रभु रूप अभिराम कोटि कंदर्पजित काम। सर्वांगे चंदन चर्चित पीतवसन अलंकृत। विकच पुंडरीक नेत्र सुंदर धर पवित्र। बंदई द्विज नारायण मो पिंड कर हे कारण। विविध फूलमाल चूड़ बिड़िया कर्पूर तांबूल। अटंती महिमा सागर के ताहा करिब गोचर। भुजटे किण रहिछंती जे जाहा मागे ता दियंती। से पाद पद्म पद्म मुख देखिले खंडे भव दुख। पद्मलोचन पद्मकर पद्मासन गंगाधर। जेउ चरण गंगा नीर मस्तके बहिछंती हर। कमला जेबण पयरे पूजा करंती निरंतरे। जे पाद लागिण हल्या
ପାଷାଣୁ ମୁକ୍ତ ହୋଇଲା। ଯେ ପାଦ ବଳି ମୁଣ୍ଡେ ବହି ପାତାଳେ ସ୍ୱର୍ଗ ଭୋଗ ପାଇ। ସେ ପାଦ ପଦ୍ମେ ମୁନିଗଣେ ଧ୍ୟାନ କରନ୍ତି ଅନୁକ୍ଷଣେ। ଅଧମହୀନ ରାମଦାସ ସେ ପାଦେ କରିଅଛି ଆସ। ଆଜ୍ଞା ହୋଇଲେ ଲକ୍ଷ୍ମୀପତି କହିବି ବୈଶାଖ ପଦ୍ଧତି। ସ୍କନ୍ଦ ପୁରାଣରେ ଉକତ ବୈଶାଖ ମାସର ଚରିତ। ନାରଦ ଅମ୍ବରୀଶେ କହି ସେ କଥା ଶୁଣ ମନ ଦେଇ। ଯେ ବଣ ଗ୍ରନ୍ଥ ଶୁଣି ନର ବସନ୍ତି ବୈକୁଣ୍ଠପୁର। ସତ୍ୟଯୁଗରେ ନୃପ-ଈଶ ନାମ ତାହାର ଅମ୍ବରୀଶ। ଦିନେ ନାରଦ ମୁନିବର ଆସି ମିଳିଲେ ତାର ପୁର। ସେ ଅମ୍ବରୀଶ ମହାରାଜା ନାରଦ ପାଦେ କଲା ପୂଜା। ରାଜାର ଭକତି ଦେଖିଣ ହରଷେ ବ୍ରହ୍ମାଙ୍କ ନନ୍ଦନ। ବୋଇଲେ ଶୁଣ ନୃପବର କି ଧର୍ମ କରୁ ତୁ ଆଚାର। ଅମ୍ବରୀଶ ଉବାଚ ମୁନିବଚନେ ଅମ୍ବରୀଶ ବୋଇଲେ ଶୁଣ ବ୍ରହ୍ମା ଶିଷ୍ୟ। କେବଳ ଧର୍ମ କଲେ ନର ବସନ୍ତି ବୈକୁଣ୍ଠପୁର। କରୁଣା କରି ତପୋଧନ ପ୍ରକାଶ ତହିଁର ବିଧାନ। ନାରଦ ଉବାଚ ଶୁଣ ରାଜନ ପୁଣ୍ୟଗାଥା ସ୍କନ୍ଦ ପୁରାଣର ବ୍ୟବସ୍ଥା। ସକଳ ଧର୍ମେ ସାରସ୍ୱତ ଅଟଇ ବୈଶାଖ ମାହାତ୍ମ୍ୟ। ଆବର ଧର୍ମ ଅଛି ଯେତେ ତ ଆଗେ କହିବା ତୁରିତେ। ସକଳ ମାସଙ୍କ ଉପରେ ବୈଶାଖ ମାସ ଶ୍ରେଷ୍ଠତର। ସର୍ବବିଦ୍ୟାରେ ବେଦ ଶ୍ରେଷ୍ଠ ଓଙ୍କାର ସବୁହୁଁ ଉତ୍କୃଷ୍ଟ। ବୃକ୍ଷରେ ସୁରତରୁ ଜାଣି ରତ୍ନରେ କୌସ୍ତୁଭମଣି। ବାସୁକୀ ନାଗ ମଧ୍ୟେ ବଡ଼ ପକ୍ଷୀଙ୍କ ମଧ୍ୟରେ ଗରୁଡ଼। ଦେବତା ମଧ୍ୟେ ନାରାୟଣ ବର୍ଣ୍ଣରେ ଯେସନ ବ୍ରାହ୍ମଣ। ଶରୀର ମଧ୍ୟେ ପ୍ରାଣ ଯଥା ସୁହୃଦ ମଧ୍ୟେ ପିତା ମାତା। ଦ୍ୱାଦଶ ମାସ ମଧ୍ୟେ ସାର ବୈଶାଖ କାର୍ତ୍ତିକ ମକର। ଦେବଙ୍କ ମଧ୍ୟେ ମହାଦେବ ସୁରଭି ଗାବ ମଧ୍ୟେ ଗାବ। ଆୟୁଧେ ଯେସନେ କୁଳିଶ ଧାତୁରେ କାଞ୍ଚନ ସରସ। ନଦୀଙ୍କ ମଧ୍ୟେ ଗଙ୍ଗା ମାତ୍ର ତେଜସ୍ୱୀ ମଧ୍ୟରେ ଆଦିତ୍ୟ। ଯୁଗଙ୍କ ମଧ୍ୟେ ଯୁଗ ସତ୍ୟ ଋତୁଙ୍କ ମଧ୍ୟରେ ବସନ୍ତ। ପତ୍ରେ ତୁଳସୀ ଯେ କ୍ଷେତ୍ରେ କାଶୀ ଶ୍ରୀନୀଳ ବୈକୁଣ୍ଠ ବିଶେଷୀ। ବ୍ରତରେ ଏକାଦଶୀ ବ୍ରତ ପୁରାଣ ମଧ୍ୟେ ଭାଗବତ। ମହାବୈଶାଖ ମାସ କହି ପ୍ରଭାତୁ ଯେ ସ୍ନାନ କରଇ।
କୋଟିଏ ଯୁଗ ସେହୁ ନର ବସଇ ବୈକୁଣ୍ଠପୁର। ଯେଅବାହ ବିଶ୍ୟ କରଇ ଅଧର୍ମ ସଙ୍ଗେ ସଙ୍ଗ ନହି। ସେ ବସି ଶୁଣଇ ପୁରାଣ ଯେ ବାଜ ପଇ ବିଷ୍ଣୁ ନାମ। ଯେ ଛତ୍ର ଉପନହ ଦେଇ ଉତ୍ତମ ବିପ୍ରଙ୍କୁ ଅଣାଇ। ଯେହୁ ଦିଅଇ ବସ୍ତ୍ର ଦାନ କେବା ଲେଖିବ ତାଙ୍କ ପୁଣ୍ୟ। ପଥେ ଯେ ଜଳ ଛତ୍ର ଦେଇ କୋଟିଏ କୂଳ ଉଦ୍ଧାରଇ। ଯେ ପାଣି ପଣା କରେ ଦାନ ସନ୍ତୋଷ ହନ୍ତି ଭଗବାନ। କାଷ୍ଠ ପାଦୁକା ଯେ ବ୍ୟଞ୍ଜନ କ୍ଷୁଧାର୍ଥ ବିପ୍ରେ ଅନ୍ନ ଦାନ। ଆମ୍ବ ପଣସ ନାରିକେଳ ରମ୍ଭାଦି ନାନା ସ୍ୱାଦୁ ଫଳ। ବ୍ରାହ୍ମଣ ବୈଷ୍ଣବେ ଭୁଞ୍ଜାଇ ଅନ୍ତେ ଅଚ୍ୟୁତ ପୁରେ ଯାଇ। ଯେ ପଞ୍ଚାମୃତର ବିଧାନ ଦେଇ ବିଷ୍ଣୁଙ୍କୁ କରେ ଧ୍ୟାନ। ତଦନ୍ତେ ବିପ୍ରଙ୍କୁ ଭୁଞ୍ଜାଇ ସେ ନର ବୈକୁଣ୍ଠେ ବସଇ। ବିପ୍ର ଯେ ଜଳ ପାତ୍ର ଦାନ ଦିଅଇ ବୈଶାଖ ମାସେଣ। ସେ ପାତ୍ରେ ବିପ୍ର ଜଳ ଖାଇ ଯେତେ ବରଷ ସୁସ୍ଥ ପାଇ। ସେ ବସେ ବୈକୁଣ୍ଠପୁରେ ସେ ତେଣୁ ସୁଖ ଭୋଗ କରେ। ଏମନ୍ତେ ନାନା ଦାନ କର୍ମ ବ୍ରହ୍ମାଙ୍କୁ ଶ୍ରୀ ପୁରୁଷୋତ୍ତମ। କହିଣ ଥିଲେ ଶ୍ରୀମୁଖରେ ବ୍ରହ୍ମା ତା ରଖିଣ ମନରେ। ଲୋକାର୍ଥେ ପୁଛିଲଇଁ ମୋହି ପ୍ରସନ୍ନେ ମୋତେ ଥିଲେ କହି। ତୋହର ଦେଖିଣ ଭକତି ତୋ ଆଗେ କହିଲୁ ନୃପତି। ଶୁଣିଲୁ ରାଜା ଅମ୍ବରୀଶ ସ୍କନ୍ଦ ପୁରାଣେ ଏହି ରସ। ବୈଶାଖ ମାସ ଧର୍ମ ଫଳ ତୋ ଆଗେ କହିଲି ସକଳ। ତୁମ୍ଭେ ବୈଶାଖ ସ୍ନାନ କର ହବିଷ୍ୟ ପାକେ ଦିନହର। କହିଲି ଯେତେ ପୁଣ୍ୟ ଧର୍ମ ସେ ଧର୍ମ କର ନରୋତ୍ତମ। ଅନ୍ତେ ତୁ ବୈକୁଣ୍ଠେ ବସିବୁ ପରମ ଗତି ତୁ ଲଭିବୁ। ଇତି ଶ୍ରୀ ସ୍କନ୍ଦ ପୁରାଣେ ବୈଶାଖ ମାହାତ୍ମ୍ୟେ ନାରଦ ଅମ୍ବରୀଶ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ନାରଦ ଉବାଚ ଶୁଣ ହେ ଅମ୍ବରୀଶ ରାୟ କହିବା ଧର୍ମର ବିଷୟ। ଚୈତ୍ର ପୌର୍ଣ୍ଣମୀ ଦିନରେ ଉଠିବ ପ୍ରଭାତ ସତରେ। ମାଧବ ନାମ ସୁମରିବ ତଦନ୍ତେ ବହିର୍ଦେଶେ ଯିବ। ମୂର୍ତ୍ତିକା ଶୌଚ ସାରିଣ କରିବ ଦନ୍ତକୁ ଧାବନ। ମାଧବ ନାମ ମନେ ଘୋଷି ସ୍ନାନ କରିବ ଜଳେ ପଶି। କରିବ ସନ୍ଧ୍ୟା କର୍ମ ମାନ ପିନ୍ଧିବ ଶୁକ୍ଳ ବସନ। ତଦନ୍ତେ ଗୃହକୁ ଆସିବ ଦ୍ୱାଦଶ ତିଳକ କରିବ। କରିବ ନାମ ସୁମରଣ ଶୁଣିବ ବିଷ୍ଣୁର ପୁରାଣ। ଦେଖିବ ଦେବାଳୟ ମାନ ଦେବତା କରିବ ଦର୍ଶନ।
ଶିବଙ୍କୁ ଦର୍ଶନ କରି ଅତିଥି ସେବା ବେଗେ ସାରି ସଂକଳ୍ପ କରି ନରୋତ୍ତମ ଶୁଣିବ ବୈଶାଖ ମାହାତ୍ମ୍ୟ ବିପ୍ରଙ୍କୁ ବରଣ କରିବ ଦକ୍ଷିଣା ଅନ୍ନ ବସ୍ତ୍ର ଦେବ ହବିଷ୍ୟ ପଥେ ଯେତେ ଦ୍ରବ୍ୟ ଆଗହୁଁ ଯତ୍ନେ ସଞ୍ଚିଥିବ ହବିଷ୍ୟ ଧାନ ଯେ ସୁକଳ ଭୁଞ୍ଜିବ ନାନା ଶୁଦ୍ଧ ଫଳ ଗୋରସ ଦଧି ଗୁଆ ଘୃତ ମଧୁ ସାକର ଏ ବିଦିତ ଯେତେକ କହିଲି ବିଚାରି ସେ କଥା ଶୁଣ ଦଣ୍ଡଧାରୀ ବାଢ଼ିବ ହବିଷ୍ୟ ଦ୍ରବ୍ୟକୁ ନୈବେଦ୍ୟ ଦେବ ମାଧବଙ୍କୁ ଭୋଜନ ସାରି ଆଚମନ ଗୁବାକ କରିବ ଭକ୍ଷଣ ତୁଳସୀ ଅଶ୍ୱସ୍ଥ ମୂଳରେ ପ୍ରଦୀପ ଦେବ ଯେ ଘୃତରେ ତଦନ୍ତେ ନାମ ସୁମରଣ କରିବ ବିଷ୍ଣୁ ଭକ୍ତଗଣ ମିଥ୍ୟା ବଚନ ନ କହିବ ତୈଳ ଗ୍ରହଣ ନ କରିବ ନ କରି ସ୍ତ୍ରୀଙ୍କି ସ୍ପର୍ଶନ କୁଶକମଳ ତୃଣାସନ ବୈଶାଖ ପୂର୍ଣ୍ଣମୀ ପର୍ଯ୍ୟନ୍ତେ ବ୍ରତ କରିବ ବିଷ୍ଣୁ ପ୍ରୀତେ ଏ ରୂପେ ଚନ୍ଦ୍ରାୟଣ ମତ କରିବ ବୈଶାଖ ବ୍ରତ ଏବେ ହେ ରବି ମତ କହି ଶୁଣ ରାଜନ ମନ ଦେଇ ବୈଶାଖ ମାସ ଆଦ୍ୟ ଦିନ ହୁଅଇ ରବି ସଂକ୍ରମଣ ସେଦିନୁ ପ୍ରଭାତୁ ଉଠିବ ବୈଶାଖ ସ୍ନାନକୁ କରିବ ସମସ୍ତ ନିରାମିଷ ଦ୍ରବ୍ୟ ହବିଷ୍ୟ ବିଧାନ କରିବ ମାସ ସମ୍ପୂର୍ଣ୍ଣ ଯେଉଁ ଦିନ ହୋଇବ ଶୁଣ ତୁ ରାଜନ ক্ষুধা তুষାର୍ଥ ଜନ ଆଣି ସମ୍ପୂର୍ଣ୍ଣେ ଦେବ ପଣା ପାଣି ସେ ପୁଣ୍ୟ କ୍ଷୟହୀନ ଯାଇ ଧରଣୀ ଯେତେ ଦିନ ଥାଇ ଯେ ଜଳ ଦାନ ଦେଇଥାଇ ସେ ନର ସ୍ୱର୍ଗ ଭୋଗ ପାଇ ସୁବର୍ଣ୍ଣ ତିଳ ଦେଲେ ଦାନ ଜଳ ଫଳକୁ ନୁହେଁ ସମ ସ୍ୱର୍ଗର ଭୋଗ ଅନ୍ତେ ପୁଣି କ୍ଷେତ୍ରରେ ହୋଇ ନୃପମଣି ଐଶ୍ୱର୍ଯ୍ୟ ଭୋଗ ସେ କରଇ ଅନ୍ତେ ବସଇ ସ୍ୱର୍ଗେ ଯାଇ ଯେ ଜନନୀ ଦାଘ କାଳରେ ସ୍ନାନ ନ କରେ ବୈଶାଖରେ ଯେ ନଦିଅଇ ଜଳଦାନ ଛତ୍ର ଉତ୍ପାନ ବ୍ୟଞ୍ଜନ ସେମାନେ ମଲେ ପ୍ରେତ ହନ୍ତି କହିଅଛନ୍ତି ଲକ୍ଷ୍ମୀପତି ଯେ କରେ ନିତ୍ୟ ଅନ୍ନଦାନ କେତେ କହିବି ତାର ଗୁଣ ସେ ଜନ ସ୍ୱର୍ଗ ଭୋଗ ପାଇ ଅନ୍ତେ ଅଚ୍ୟୁତ ପୁରେ ଯାଇ ସ୍ୱର୍ଗର ଭୋଗ ଅନ୍ତେ ପୁଣ ସେ ଜନ ହୁଅଇ ବ୍ରାହ୍ମଣ କ୍ଷିତିରେ ପଣ୍ଡିତ ବୋଲାଇ କୁବେର ସମଧନ ପାଇ ପୁଣି ଲଭଇ ସ୍ୱର୍ଗବାସ କହିଲେ କମଳା ବିଳାସ ସହସ୍ରେ ପୁରୁଷ ତାହାର ବସଇ ବୈକୁଣ୍ଠପୁର ବୈଶାଖେ ବସ୍ତ୍ର ଯେ ଦିଅଇ
ବସନ୍ତି ବିଷ୍ଣୁପୁରେ ଯାଇ। ଉତ୍ତମ ବସ୍ତ୍ର ଆଭରଣ ଦିଅନ୍ତି ତାକୁ ଦେବଗଣ। ଅପୂଜା ଲିଙ୍ଗକୁ ମଣ୍ଡପ କରି ପୂଜଇ ଯେଉଁ ଲୋକ। ତା ଧର୍ମ କହୁ ନ ସରଇ ଅନ୍ତେ ସେ ବୈକୁଣ୍ଠେ ବସଇ। ବୈକୁଣ୍ଠେ ଭୋଗ ଅନ୍ତେ ପୁଣି ସେ ଜନ୍ମଇ ଧରଣୀ। ଉତ୍ତମ ଅଟ୍ଟାଳିକା ପୁର ଲଭଇ ଶୁଣ ନରେଶ୍ୱର। ସୁବର୍ଣ୍ଣ ଦାନ ଯେ ଦିଅଇ ସେ ଚତୁର୍ବର୍ଗ ଫଳ ପାଇ। ଜନ୍ମ ହୁଅଇ ରାଜା ଘରେ ଅନେକ ସୁଖ ଭୋଗ କରେ। ଦଗ୍ଧ କାଞ୍ଚନ ପ୍ରାୟ ଦେହ ସଂସାରେ ଲଭଇ ଅଭୟ। ଯେ ସ୍ଥାନ କରେ ବୈଶାଖରେ ଅକ୍ଷୟ ସ୍ୱର୍ଗ ଭୋଗ କରେ। ପୁଣି ଲଭଇ ମର୍ତ୍ତ୍ୟପୁରୀ କାଞ୍ଚନ ପ୍ରାୟ ଦେହ ଧରି। ଏ ଅଧା ପଢ଼ି ଯେ ଶୁଣଇ ବୈଶାଖ ସ୍ନାନ ଫଳ ପାଇ। ଦ୍ୱିତୀୟ ଅଧ୍ୟାୟ ହେଲା ଶେଷ ଭଣଇ ରାମଚନ୍ଦ୍ର ଦାସ। ଇତି ଶ୍ରୀ ସ୍କନ୍ଦ ପୁରାଣେ ବୈଶାଖ ମାହାତ୍ମ୍ये ନାରଦ ଅମ୍ବରୀଖ ସମ୍ବାଦେ ଦାନ ଧର୍ମ ନିର୍ଣ୍ଣୟେ ନାମ ଦ୍ୱିତୀୟ ଅଧ୍ୟାୟ। ତୃତୀୟ ଅଧ୍ୟାୟ ରାଜ ଉବାଚ। ଏ ଅନ୍ତେ ଆମ୍ବରୀଶ ରାୟ ନାରଦେ କରିଣ ବିନୟ। ବୋଇଲେ ଶୁଣ ମହାମୁନି କହ ସଦୟ ଭାବ ଘେନି। କେଉଁ ଦେବତା ପୂଜି ନର ବସଇ ବୈକୁଣ୍ଠପୁର। ନାରଦ ଉବାଚ ଶୁଣ ରାଜନ ମନ ଦେଇ ବ୍ରହ୍ମା ମୋ ଆଗେ ଛନ୍ତି କହି। ସବୁହୁଁ ବିଷ୍ଣୁ ପୂଜା ଶ୍ରେଷ୍ଠ ସକଳ ପୂଜାରେ ଗରିଷ୍ଠ। ସେ ପୂଜା କରି ପାର ଯେବେ ତୋତେ କହିବା କତେବେ। ନିର୍ମଳ ସ୍ଥାନକୁ ଦେଖିବ ଦେଉଳ ମଣ୍ଡପ ତୋଳିବ। ବିଷ୍ଣୁ ପ୍ରତିମା ସିଂହାସନେ ସ୍ଥାପିବ ଅତି ଶୁଦ୍ଧ ମନେ। ବେଦ ବିଦ୍ୟାରେ ପରିପୂର୍ଣ୍ଣ ହୋଇନଥିବ ଯେ ବ୍ରାହ୍ମଣ। ତାହାକୁ ଅନ୍ନ ବସ୍ତ୍ର ଦେବ ପୂଜାରେ ନିଯୋଗ କରିବ। କରି ଷୋଡ଼ଶ ଉପଚାର ପୂଜିବ ବିଷ୍ଣୁଙ୍କ ପୟର। ତୁଳସୀ ଗନ୍ଧ ପୁଷ୍ପ ଦୀପ ନାନାଦି ନୈବେଦ୍ୟ ଧୂପ। ଛତ୍ର ଚାମର ଚନ୍ଦ୍ରାତପ ନାନା ବାଦ୍ୟ ଗୀତ ଆଳପ। ଗୋମୟ ଘେନିଣ ମାର୍ଜନ କରୁ ଯେ ଥିବ ପ୍ରତିଦିନ। ସେ ଗାଭୀମାନଙ୍କର କ୍ଷୀର ନୈବେଦ୍ୟ ଦେବ ବିଷ୍ଣୁଠାର। ଗାଭୀ ସୁତ କି ହୋଇଥିବ ତା ଦୁଧ ବିଷ୍ଣୁଙ୍କୁ ନ ଦେବ। ଯେ ଗାଭୀ ମୃତ ଅବସ୍ଥା ହୋଇ ତା ଦୁଧ ଶୁଦ୍ଧ ଯେ ନୁହଁଇ। ଅଶୁଚି ଦ୍ରବ୍ୟ ଯେବେ ଥିବ କେବେ ହେଁ ବିଷ୍ଣୁଙ୍କୁ ନ ଦେବ। ବୈଶାଖ ମାସ ଆଦ୍ୟ ଦିନ କରିବ ପଞ୍ଚାମୃତେ ସ୍ନାନ। ବିଷ୍ଣୁଙ୍କୁ ନୈବେଦ୍ୟ ଦେଇ କୋଟିଏ କୂଳ ଉଦ୍ଧାରଇ। ଯେ ଶିଳା ଶାଳ ଗ୍ରାମ ଥୋଇ ବୈଶାଖେ କରେ ଜଳସାଇ। ଯେହୁ ବୈଶାଖ ସ୍ନାନ କରି ବସଇ ବୈକୁଣ୍ଠପୁରୀ। ମଗ୍ନ କରଇ ଗଙ୍ଗା ଜଳେ
प्रदान गंध पुष्प फले श्रीअंगे चंदन लेपन जतने करे जेउ जन सेहु गंधर्व जन्म होई वैकुंठपुरे बिहरई से ढाळे आलट चामर बसई वैकुंठपुर विष्णुर भवन मंडन नित्य करती जेउ जन से नर वैकुंठ पाई दिव्य मंदिरे बिहरई फूल छांचुणी घेनी करी जे झाड़ू करे विष्णु घरी चंदन गली छेरा देई से नर वैकुंठे बसई विष्णुर मंदिर बसिण स्तुति करई सन्निधेन जेहु करई मंत्र जप हरई कोटि जन्म पाप जे गुआ घृत रे जागर दियंती विष्णुर मंदिर ताकुड़ उज्जवल हुई से विष्णु भवने बसई धवल छत्र विष्णु घरे जे दिए बैशाख मासरे से राजकूले जात होई वैकुंठ भोग को करई चंपा बकुल फूलमाल बैशाखे देले विष्णु थाल से नर वैकुंठे बसई अक्षय भोग से भुंजई विष्णु को नाना अलंकार देई पूजई जेउ नर से नर स्वर्ग भोग पाई कुबेर समान हुई कर्पूर मिसाई तांबूल विष्णु को दियई जे नर से नर मुक्ति लभई अंते अच्युत पुरे जाई ये मंत नाना धर्म मत स्कंद पुराण रे भकत जे हा बैशाखे करई से कोटि कूल उद्धारई वैकुंठ भोगर अंतरे पुणी जन्मई राजा घरे बैशाख महात्म्य रस भावे भणिले रामदास तृतीय अध्याय समापत जे नर पढ़े से पंडित इति श्री स्कंद पुराणे वैशाख महात्म्ये नारद अम्बरीक्ष संवादे नाम तृतीय अध्याय। चतुर्थ अध्याय राज उवाच बोइले राजा अम्बरीश शुणिमा ब्रह्मांकर शिष्य ब्रह्मांक आगे नारायण जे धर्म कले कब खाण से धर्म मोर आगे कह ता शुणी फिटू मो संदेह बैशाख मास धर्म फल मो आगे कह तपशील नारद उवाच से धर्म शुण नृपनिधि कहिबा हविष्यर विधि कांस्य पात्र रे न भुंजीव दिवस निद्राहीन जीव पलाश पत्र को आणिब दिवस निद्राहीन जीव तीर्थ जल रे कले स्नान हुई लक्ष गुण पुण्य नदी रे सहस्र गुणे होई ता पुण्य कही न सरई जे करे पुष्करिणी स्नान लभई शत गुणे पुण्य जे पापी कृप तडागरे बैशाख मासे स्नान करे
ଲଭଇ ଶତ ଗୁଣେ ପୁଣ୍ୟ ବସଇ ବୈକୁଣ୍ଠ ଧାମ। ସମୁଦ୍ରେ ସ୍ନାନ ଯେ କରଇ ତା ପୁଣ୍ୟ କହି ନ ସରଇ। ଜନ୍ମିଣ ଚଣ୍ଡାଳର ଘରେ ଯେ ବୈଶାଖେ ସ୍ନାନ କରେ। ଚଣ୍ଡାଳ ଜନ୍ମରୁ ସତରେ ବୈକୁଣ୍ଠେ ଦିବ୍ୟ ଭୋଗ କରେ। ଉତ୍ତମ କୂଳେ ଜନ୍ମ ପାଇ ବୈଶାଖେ ସ୍ନାନ ନ କରଇ। ଶ୍ୟାମଲେ ପ୍ରେତ ରୂପ ହୋଇ ନରକ ଗତି କି ଲଭଇ। ମାସରେ ବୈଶାଖ ଶ୍ରେଷ୍ଠ ଦାନର ଅନ୍ନ ଯେ ଗରିଷ୍ଠ। ଯେ ଅନ୍ନ ଦାନ ନିତ୍ୟ ଦେଇ ତା ପୁଣ୍ୟ କହି ନ ସରଇ। ସେ ଅନ୍ନ ଦାନର ମହିମା ଶୁଣଃ ନୃପତି ଚନ୍ଦ୍ରମା। ତୁମ୍ଭେ ତା ଏକ ମନେ ଶୁଣ କହିବା ଅନ୍ନ ଦାନ ଗୁଣ। ଅନେକ କାଳର ଏ କଥା ଯେ ସତ୍ୟ ଯୁଗର ବ୍ୟବସ୍ଥା। ଏମନ୍ତ ସୌରାଷ୍ଟ୍ର ଦେଶରେ ଥିଲା ଯେ ଏକ ବିପ୍ରବରେ। ନାମ ତାହାର ହରି ଶର୍ମା ଅତି କୃପଣ ଦୁରାତମା। କୁବେର ସମ ବିପ୍ରବର ଧର୍ମରେ ନାହିଁ ତା ବିଚାର। ଧନ୍ୟ ତାହାର ଥାଇ ଯେତେ ସଂକ୍ଷେପୀ କହିବା ତା କେତେ। ଗୋରୁ ମହିଷ ଅଷ୍ଟରତ୍ନ ଘରେ ତା ରଖିଅଛି ରତ୍ନ। ନିତ୍ୟ ସେ ବିଷ୍ଣୁଙ୍କୁ ପୂଜଇ ଫୁଲ ଚନ୍ଦନ ଧୂପ ଦେଇ। ଅଷ୍ଟରତନ ଅଳଙ୍କାରେ ମଣ୍ଡଇ ବିଷ୍ଣୁଙ୍କ ଦେହରେ। ନୈବେଦ୍ୟ ଦିନେ ସେ ନ ଦେଲା ବିଦର୍ଥେ ଯତନେ ପୂଜିଲା। କ୍ଷୁଧା ତୃଷାଦି ହୋଇ ନରେ ମିଳନ୍ତି ସେ ବ୍ରାହ୍ମଣ ଦ୍ୱାରେ। ଦାଣ୍ଡ ଦୁଆରେ ବସିଥାଇ ମାରିଣ ଘଉଡ଼ି ଦିଅଇ। ଯୋଗୀ ଯେ ଅତିଥି ସନ୍ନ୍ୟାସୀ ଭିକ୍ଷା ଯେ ମାଗିବାକୁ ଆସି। ଦ୍ୱାରେ ଯୋଗିଣ ବସିଥାଇ ମାରିଣ ଘଉଡ଼ି ଦିଅଇ। ଘରର କୁଟୁମ୍ବକୁ ଅନ୍ନ ସୁସ୍ତେ ନ ଦିଅଇ ବ୍ରାହ୍ମଣ। ଆପଣେ ସୁସ୍ତେ ନ ଭୁଞ୍ଜଇ ଆତ୍ମାକୁ ଦଗ୍ଧ କରିଥାଇ। ଧନ ଯେ କରଇ ସଞ୍ଚିତ ଯେସନେ ମଧୁ ମଧୁ ବ୍ରତ। ରାତ୍ର ହୋଇଲେ ଦ୍ୱିଜବର ଏକଇ ଯଷ୍ଟି ଘେନି କର। ମୂଷାଙ୍କୁ ମାରି ଘଉଡ଼ାଇ ତା ଘରେ ନ ପାରନ୍ତି ରହି। ଏମନ୍ତ କେତେକ ଦିନର ସେ ହରି ଶର୍ମା ବିପ୍ରବର। ମରଣ କାଳ ଯହୁଁ ହେଲା କ୍ଲେଶ ତା ଅଙ୍ଗେ ଆବରିଲା। ଭୋକରେ ହନ୍ତସନ୍ତ ହୋଇ କିଛି ସେ ନ ପାରିଲା ଖାଇ। କ୍ଷୁଧା ତୁଷାରେ ସେ ବ୍ରାହ୍ମଣ ଅନେକ ଆକୁଳ ହୋଇଣ। ଛାଡ଼ିଲା ନିଜ କଳେବର ତାହାକୁ ନେଲେ ବିଷ୍ଣୁପୁର। ଉତ୍ତମ ଆସନରେ ନେଇ ବୈକୁଣ୍ଠ ଭୁବନେ ବସାଇ। ଅନେକ ଅଳଙ୍କାର ଦେଲେ ଗନ୍ଧ ପୁଷ୍ପରେ ପୂଜା କଲେ।
ନଦେଲେ ଭୁଞ୍ଜିବାକୁ କିଛି ବ୍ରାହ୍ମଣ ଆକୁଳ ହେଉଛି। ଉତ୍ତମ ଅନ୍ନ ଫଳମାନ ରହିଛି ପର୍ବତ ସମାନ। ବ୍ରାହ୍ମଣ କ୍ଷୁଧା ତୃଷା ପାଇ ଆତଙ୍କ ହୋଇ ନ ମାଗଇ ବୋଲଇ ଦିଅ ମୋତେ ଅନ୍ନ ବିକଳ ହେଉଅଛି ପ୍ରାଣ। ତା ଶୁଣି ଗନ୍ଧର୍ବେ କହନ୍ତି ଶୁଣତୁ ବିପ୍ର ମୂଢ଼ମତି ଦେଇଣ ନାହୁଁ ଅନ୍ନ ଦାନ କ୍ଷୁଧାର୍ଥ ଜନେ ଜଳପାନ। ବ୍ରାହ୍ମଣ ମୁଖେ ଦେଇ ନାହୁଁ ଏଠାରୁ ପାଇବୁ ତୁ କାହୁଁ। ଯେବେ ବିଷ୍ଣୁଙ୍କୁ ଦେଇଥାନ୍ତୁ ଏଠାରେ ନିଶ୍ଚେ ତୁ ଭୁଞ୍ଜନ୍ତୁ। ବ୍ରାହ୍ମଣ କୂଳେ ଜନ୍ମିଥିଲୁ ଅଗ୍ନିରେ ହୋମ ତୁ ନ କଲୁ। ଦେଇଥିଲେ ତୁ ଅଗ୍ନି ମୁଖେ ଏଠାରେ ପାଇଥାନ୍ତୁ ସୁଖେ। ଯେବେ ତୁ ଭିକ୍ଷା ଦେଇଥାନ୍ତୁ ଏଠାରେ ନ ମାଗୁ ପାଆନ୍ତୁ। ନିଷ୍ଠୁର ଅଟ ଇଏ ପୁର ନଦେଲେ ନ ପାନ୍ତି ଏଠାର। ସଞ୍ଚିଣ ଥିଲୁ ଯେତେ ଧନ ନଦେଲୁ ଲୋଭ ପଣେ ଦାନ। ଯେ ଦାନ ନିତ୍ୟ ଦେଉଥାଉ ତାଠାରୁ ଦିନ ଦାନ ଆଣୁ ତୁହି। ତୁ ଦିନେ ଦେଇନାହୁଁ ଦାନ କାହୁଁ ପାଇବୁ ଏବେ ଅନ୍ନ। ଦିନେ ତୁ ପାଣି ପଣା ଦାନ ନଦେଲୁ ତୃଷାର୍ତ୍ତ ମୁଖେଣ। ଏଠାରେ ପାଇବୁ ତୁ କାହିଁ ଦିନେ କାହାକୁ ଦେଲୁ ନାହିଁ। ଜୀବନ ହତ୍ୟା କଲୁ ଯେତେ ସେ ଦୋଷ ନ ଲାଗିବ ତତେ। ନଦେଲୁ ପାଇବୁ ତୁ କିସ ଖାଅ ଦେହରୁ ତୋର ମାଂସ। ନହୁରୁଣିରେ କାଟି ଦିଅ ତୃଷା ଲାଗିଲେ ରକ୍ତ ପିଅ। ଏମନ୍ତ ଗନ୍ଧର୍ବ ବଚନ ଶୁଣି ହରି ଶର୍ମା ମୌନ। କ୍ଷୁଧା ଜଠରରେ ଅନଳ ଜଳନ୍ତେ ହୋଇ ବିକଳ। ଏମନ୍ତେ କେତେ ଦିନ ଗଲା ବ୍ରାହ୍ମଣ ଆରତ ହୋଇଲା। ତାହାର ବିକଳ ଜାଣିଣ ବିଜୟ କଲେ ନାରାୟଣ। ବୋଇଲେ ତ ପୁତ୍ର ଜୁଆଇଁ ସପନ ଦେଖ ଆଜ ଦେଖା ଆଜ ତୁହି। ଭୁଞ୍ଜାଇ ବିପ୍ର ବୈଷ୍ଣବେ ତ ପ୍ରୀତି ଅର୍ଥେ ଦାନ ଦେବେ। ତତେ ସେ ପ୍ରାପତ ହୋଇବ ତ କ୍ଷୁଧା ତୃଷ୍ଣା ଶାନ୍ତ ହେବ। ଏମନ୍ତ କହି ନାରାୟଣ ଚଳିଲେ ଲକ୍ଷ୍ମୀର ଭୁବନ। ସେହି ନିଶାରେ ବିପ୍ର ଯାଇ ପୁତ୍ରକୁ ସପନ ଦେଖାଇ। ବୋଇଲା ଶୁଣ ଆରେ ସୁତ ଏ ଧନ ସଞ୍ଚିବା ବ୍ୟର୍ଥ। ମୁହିଁ ନ ଦେଲି ଅନ୍ନ ଦାନ ଗଲି ଯେ ବୈକୁଣ୍ଠ ଭୁବନ। କ୍ଷୁଧା ତୃଷାରେ ଆର୍ତ୍ତ ହୋଇ ପଡ଼ିଛି ବୈକୁଣ୍ଠେ ମୁହିଁ। ପାରିଲେ ଅନ୍ନ ଦାନ ଦିଅ ତୋଷ ତୁ କର ମୋର ଦେହ। ଏମନ୍ତେ ସପନ ଦେଖାଇ ବ୍ରାହ୍ମଣ ଗଲା କପଳାଇ।
पुत्र निद्रारे शोइथिला क्षणे चेतीण उठिला शीघ्र से मातांकु डकाई स्वप्नर कथा मान कही रजनी होइला प्रभात ब्राह्मण डकाई तुरित बहुत देला अन्नदान तोषिला विप्रंकर मन ब्राह्मण होइले संतोष देले से कल्याण विशेष तक्षणे अमृत भोजन स्वर्गरे भुंजिला ब्राह्मण शुणतु राजा अम्बरीश वैशाख महात्म्य रस एकथा आपे नारायण कहिले ब्रह्मांक आपेण मुहा ब्रह्मा मुखु शुणी तते कहिली नृपमणि स्कंद पुराणे ए भकत श्रीराम दास करे गीत। इति श्री स्कंद पुराणे वैशाख महात्म्ये नारद अम्बरीश विष्णु शर्मा ब्राह्मण प्रसंगे नाम चतुर्थ अध्याय।